ମୁଁ ଗୋଟେ ସୋସିଆଲ ମିଡ଼ିଆରେ ଗୋଟେ ମିଛ ଖବର ପ୍ରଚାର ହେଲା, ସେଥିପାଇଁ ପ୍ରଶାସନ ଆମର ଦୋକାନକୁ ସିଲ୍ କରିଥିଲେ। ଆମେ ତାକୁ ତା ବିରୁଦ୍ଧରେ ଆମେ ଯାଇଥିଲୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲୁ। ହାଇକୋର୍ଟଙ୍କ ଦ୍ୱାରା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସିଛି ଆଜି ଖୋଲିବା ପାଇଁକା ପ୍ରଶାସନକୁ ଆସିଛି, ଆଜି ଦୋକାନ ସିଲ୍ ଖୋଲିବା ପାଇଁ ଅର୍ଡ଼ର ଆସିଛି। ତାପରକୁ ଅଛି ଆଗକୁ ଆହୁରି ଯେତିକି ଅନୁରୋଧ ଯେ ଆମେ ଏମିତି କିଛି ଭୁଲ କରିନଥିଲୁ। ଆଉ କ'ଣ କହିବି ଆଜ୍ଞା, ବହୁତ ଦୁଃଖ ଲାଗୁଛି। ଗୋଟେ କୁହନ୍ତୁ, ଏତେ ବର୍ଷରୁ ହୋଟେଲ ଏଭଳି ଯୋଉ ହେଇଥିଲା, କ'ଣ କେମିତି ଆପଣ ଚାହିଁଲେ ଦ୍ୱାରସ୍ଥ ବୋଲି, କ'ଣ ମନ ଭିତରେ ଥିଲା ନ୍ୟାୟ ପାଇବା ପାଇଁ? ଆମେ ତ ସେମିତି କିଛି ଭୁଲ କରିନଥିଲୁ, ଯେ ଆମେ ସେଥିପାଇଁ ତ ଗଲୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଇଥିଲୁ ଯେ କ'ଣ ହେଇଛି ସେ ଭିଡ଼ିଓର ସତ୍ୟତା ପାଇଁ ଜାଣିବା ପାଇଁ ବି କୋର୍ଟ ଅର୍ଡ଼ର ଦେଇଛନ୍ତି। ସେ ଭିଡ଼ିଓର ପ୍ରକୃତରେ ସତ୍ୟତା କ'ଣ, ତାପରେ ଜଣାପଡ଼ିବ ଆଜ୍ଞା, ଆପଣମାନେ ବି ଜାଣିପାରିବେ କ'ଣ ହେଇଛି। ଏତିକି ଆମର ଅନୁରୋଧ ଜନସାଧାରଣଙ୍କୁ ଯେ ଆମେ ସେମିତି କିଛି ବି ଭୁଲ କରିନଥିଲୁ, ନା କ'ଣ ପାଇଁ ସେମିତି କିଏ କଲା ଆମେ ବି ଜାଣିପାରୁନୁ, କ'ଣ ପାଇଁ ଏମିତି ଷଡ଼ଯନ୍ତ୍ର କରାହେଇଛି। ଏତିକି ଜଗନ୍ନାଥଙ୍କ ପ୍ରାର୍ଥନା ଯେ ଆମେ ସେମିତି କେବେ ବି ଭୁଲ କରୁନୁ। ଆମେ ବି ଆପଣ ଯେମିତି ହିନ୍ଦୁ ଆମେ ବି ସେମିତି ହିନ୍ଦୁ, ଆମେ ସେମିତି କେବେ ଭୁଲ କରିନଥିଲୁ ଆଜ୍ଞା। ସେଥିପାଇଁ ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲୁ। ହାଇକୋର୍ଟ ଆଜ୍ଞା ସତ୍ୟର ଜୟ ହେଇଛି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଆଜ୍ଞା ହୋଟେଲ ସିଲ୍ ଖୋଲିବା ପାଇଁକା ଏବଂ 29 ଆଜି ଖୋଲିବା ପାଇଁକା। ଆଉ ଭିଡ଼ିଓ ଭାଇରାଲ ଯେଉଁମାନେ କରିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁକା, ମାନେ ଭିଡ଼ିଓର ସତ୍ୟତା ଜାଣିବା ପାଇଁକା। ନା ସେ ବିଷୟରେ କିଛି ପର୍ଯ୍ୟନ୍ତ ଆଲୋଚନା ହେଇନି। ଆମର ଚ୍ୟାଲେଞ୍ଜ କରିଥିଲୁ ଯେଉଁ ସିଲ୍ ପାଇଁକା, ଦୋକାନ ସିଲ୍ ଯେଉଁ କରାଲା ବିନା କିଛି ଇଏରେ, ଗୋଟେ ସୋସିଆଲ ମିଡ଼ିଆର ଗୋଟେ ଇଏକୁ ନେଇକି ପୋଲିସ ଯେଉଁ ସିଲ୍ କଲା, ସେଥିପାଇଁ ଆମେ ଚ୍ୟାଲେଞ୍ଜ କରିଥିଲୁ। ଫୁଡ୍ ଟେଷ୍ଟ ରିପୋର୍ଟ ଯାଇଥିଲା, ଆସିଲାଣି ନା ଆସିନି? ସେଟା ତ କହିପାରିବୁନି ଆମେ ଆସିଲା ନାହିଁ, ସେଟା ହାଇକୋର୍ଟକୁ ଦାଖଲ ସରିଛି, ଆପଣ ସେଥିପାଇଁ ଅର୍ଡ଼ର ଆସିଛି। ଆବେଦନ କରିଥିଲେ ଆଜ୍ଞା ନେଇ ଆସୁଛନ୍ତି କିଛି ରିପୋର୍ଟ? ଆଜ୍ଞା, ଉଚ୍ଚ ନ୍ୟାୟାଳୟକୁ ହାଇକୋର୍ଟକୁ ରିପୋର୍ଟ ଆସି ଦାଖଲ ସରିଛି। ଆମର ଯେଉଁ ଥିଲେ ନୋଟିସ୍ ବାହାରିଲା, ତାର ରିପୋର୍ଟ ଆସିଛି। ହାଇକୋର୍ଟ ଓକିଲ ଜଣେଇଲେ, ଆମର ଓକିଲ ଯିଏ ଥିଲେ ତାଙ୍କର ରିପୋର୍ଟ ଆମକୁ ଦେଇଛନ୍ତି, ଯୋଉଟାକି ପ୍ରଶାସନକୁ ଚିଠି ହେଇଛି, ତା କପି ଆମେ ବାହାର କରିଥିଲୁ। ପ୍ରଶାସନ ତରଫରୁ କିଛି ଆସିଲାଣି କି? ନାଇଁ, ପର୍ଯ୍ୟନ୍ତ କିଛି ଆସିନି, ପ୍ରଶାସନ ତରଫରୁ କିଛି ଆସିନି। ବିଶ୍ୱାସ ରହିଛି ଆଜି ଖୋଲା ହେବ, ବିଶ୍ୱାସ ରହିଛି ଆଜି ଖୋଲା ହେବ ବୋଲି।